ସାଙ୍ଗମାନେ ଦେଖନ୍ତୁ ଆମେ ସାପ ଡ୍ୟାମ୍ ବାହାରିଲୁ ମାନେ ବୁଲିବା ପାଇଁ। ଦେଖନ୍ତୁ ତାପରେ ଏଇଟା ତେଲ ପକେଇଲୁ, ଦେଖନ୍ତୁ ତେଲ ପକେଇକି ଏଇଟା ବାହାରିଲୁ। ଆଜି ରବିବାର ତ ରୋଡ଼ ପୁରା ଜାମ୍ ଥିଲା। ଦେଖନ୍ତୁ ଆମେ ତେଲଭୂଇଁ ଛକରେ ପହଞ୍ଚିଗଲୁ ଡ୍ୟାମ୍ ଯିବା ପାଇଁ ଏକଡ଼ ବାଟ। ଡ୍ୟାମ୍କୁ ଆଉ ଏଇଠୁ ମାତ୍ର 1 କିଲୋମିଟର। ଦେଖନ୍ତୁ ରୁଟ୍ରେ ଆମେ ଯାଉଛୁ, ଦେଖନ୍ତୁ ରୁଟ୍ ଟିକେ ପିଚୁ ରୋଡ଼ ଅଛି, ସେ ବହୁତ ପୁରୁଣା ହେଇଗଲାଣି। ଦେଖନ୍ତୁ ଆମେ ସେପଟେ ଡ୍ୟାମ୍ ଯେତେବେଳେ ଗେଟ୍ରେ ପହଞ୍ଚିଲୁ, ସେଇଟା ବସ୍ ହେଉଛି 100, 4 ଚକିଆ ଗାଡ଼ି ବୋଲେରୋ ଫୋଲେରୋ ହେଉଛି 100, ଆଉ ବାଇକ୍ ଆମର 20 ଟଙ୍କା ଟିକେଟ୍ ନେଉଛନ୍ତି ଗେଟ୍କୁ ଏଣ୍ଟ୍ରି କରୁଛନ୍ତି। ଗେଟ୍ ଭିଡ଼ିଓ ଆପଣଙ୍କୁ ଦେଖେଇନି, କରିପାରିଲା ହିଁ ଟିକେ। ଦେଖନ୍ତୁ ଏଠି ଗାଡ଼ି ନମ୍ବର ଲେଖା ହେବ ଏଣ୍ଡ ଟିକେ ପହଞ୍ଚିଯିବ। ଦେଖନ୍ତୁ ଲୋକ ପ୍ରବଳ ଭିଡ଼, ଦେଖନ୍ତୁ ଭିଡ଼ ବୋଲି ବହୁତ ଭିଡ଼। କେତେ ଲୋକ ଦେଖନ୍ତୁ, କେତେ ଗାଡ଼ି ମାନେ ପୁରା ରଖିଛନ୍ତି। ଷ୍ଟାଣ୍ଡ କିଛି ନାହିଁ, ଏମାନେ ଯୋଉଠି ରଖିପାରିବେ ହେଠୁ ତ ଗେଟ୍ରେ ଏକାଥରକେ ପଇସା ନେଇ ଯାଉଛନ୍ତି। ନୋ ଟେନସନ୍, ସବୁ କିଛି ଖେଳନା ଖାଇବା ପିଇବା ସବୁ ପଡ଼ିଛି। ଦେଖନ୍ତୁ ସ୍କୁଲ ଛୁଆମାନେ ଆସିଥିଲେ। ପୁରା ମଜା ମଜା ବୋଲି ଆଉ କଣ, ପୁରା ମାନେ ଯାତ୍ରାରୁ ବଳି, ପୁରା ଲୋକ ଭିଡ଼ ପୁରା। ଏମାନେ ଭୋଜି ଦେଖନ୍ତୁ, ଭୋଜି କରୁଛନ୍ତି ମାନେ ଭିତରେ ଯୋଉଠି ଦେଖିବ ଭୋଜି। ମାନେ ପିଣ୍ଡି କରାହେଇଛି, ପିଣ୍ଡି ବି 100 ଟଙ୍କା ନେଉଛନ୍ତି, ପିଣ୍ଡିଟା 100 ନେଉଛନ୍ତି। ତାପରେ ମାନେ ଯୋଉଠି ଦେଖିବେ ଆପଣ ଭୋଜି ଦେଖିବେ ଖାଲି, ଏଠେ ହେଠେ ସବୁଠେ। ମାନେ ଜଙ୍ଗଲଟା ସୁବିଧା ଅଛି, ପୁରା ମାନେ ଗଛ ଲଗା ହେଇଛି, ସୁବିଧା କରିଦିଆ ହେଇଛି, ପିଣ୍ଡି କରିଦିଆ ହେଇଛି। ବୁଲିପାରିବେ ଆପଣ ସବୁଆଡ଼େ ବି, କିଛି ଅସୁବିଧା ନାହିଁ। ଦେଖନ୍ତୁ ଆମେ ତ ବୁଲି ଆସିଥିଲୁ, ଆମେ ଗୋଟେ କାମରେ ଆସିଥିଲୁ, କିନ୍ତୁ ବୁଲିକିନା ଯାଉଛୁ ଆଉ। କହିଲେ ଦେଖିଆ ଆଜି ବୁଲି ପଡ଼ିଆ ସାପ ଡ୍ୟାମ୍ଟା ଦେଖିଦବା, ଟିକେ ଭଲ ଲାଗିବ। ତାପରେ ଆପଣମାନଙ୍କୁ ଭିଡ଼ିଓ ଫିଡ଼ିଓ କରିକିନା ଉଠେଇକିନା ଦେଖେଇ ଦେଉଛି ଆପଣଙ୍କୁ। ପୁରା ରୋଡ଼ର ଭିଡ଼ିଓ ଚାଲିଲା ବେଳେ ସବୁ କରିଦେଇଛି ଭିଡ଼ିଓ ଆପଣଙ୍କ ପାଇଁ। ଦେଖନ୍ତୁ ଏଇଭଳିଆ ଆପଣ ମାନେ ଚାଲି ଚାଲି ଯାଇକିନା ଦେଖିପାରିବେ। ଦେଖନ୍ତୁ ଭୋଜି କେମିତି କଣ, ଦେଖନ୍ତୁ ଏଇଠି ମାନେ ଲାଗାତାର ଭୋଜି ମାନେ କରିହବ। ଚେୟାର ଭଳିଆ ବନା ହେଇଛି, ଚେୟାର ଆପଣ ଆଣିଥିଲେ ବସିକିନା ବସିପାରିବେ ପକେଇକି। ଦେଖନ୍ତୁ ଦେଖନ୍ତୁ କେତେ ଭୋଜି କରୁଛନ୍ତି ଲୋକ। ଭୋଜି ମସ୍ତ ନା, ଭୋଜି ମଜା। ଏଇଟା ଗୋଟେ ଲୋକ ପାଖାପାଖି ଭୋଜି କରୁଥିବେ, ବଢ଼ିଆ ଲାଗିବ ପୁରା। ମାନେ ଦେଖିପାରିବେ ପୁରା ଆରାମସେ। ମାନେ ଦେଖନ୍ତୁ ଏଇଠି ଆପଣ ଆଇସ୍କ୍ରିମ୍ ମଲେଇ ସବୁ କିଛି ମିଳିପାରିବ। ଏଠି ଷ୍ଟଲ୍ ଦିଆହେଇଛି।
ଦେଖନ୍ତୁ ଗେଟ୍ କେତେ ସୁନ୍ଦର ଗେଟ୍ ବନା ହେଇଛି ଦେଖନ୍ତୁ ଗେଟ୍ ସୁନ୍ଦର ଲାଗୁଛି ନା ଦେଖ ୱେଲକମ୍ ଟୁ ଲେଖା ହେଇଛି କ'ଣ ଦେଖନ୍ତୁ ପିଲାମାନେ ପୁରା ଫୁଟବଲ ବଲ୍ ଖେଳୁଛନ୍ତି ପୁରା ମାନେ ଭୋଜିକି